ଆଜ୍ଞା ଶୁଣନ୍ତୁ 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 ଆପଣଙ୍କ କଥା ଆପଣଙ୍କ ପାଖରେ ଶୁଣନ୍ତୁ 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 ଆପଣଙ୍କ କଥା ଆପଣଙ୍କ ପାଖରେ ରଖନ୍ତୁ। ଆରେ ଭାଇ ଶୁଣନ୍ତୁ, ଆପଣ ଯଦି କଲ୍ କରୁଛନ୍ତି ଆମକୁ ଯଦି କିଛି ନ ଶୁଣିବା ପାଇଁ ଯଦି କହିବା ପାଇଁ ତାହେଲେ କଲ୍ କରନ୍ତୁନି, ବୁଝିପାରିଲେ? ଶଳା ଥରେ କାମ କରି ଲୁଟିବା ପାଇଁ ଉପରେ ପଡୁଛୁ, ସାଙ୍ଗ କହି ସୋସିଆଲ ମିଡିଆରେ କହି ବିଏଫ୍ କରୁଛୁ, ତତେ ଲାଜ ଲାଗୁନି? ମ୍ୟାରେଡ୍ ଲୋକ ସହିତ ବୁଲୁଛୁ, ଦେଖାଯାଉଛୁ ଯେତିକି ବଡ ସେ ଫ୍ରଣ୍ଟ ଆଉ ହାତୀ ଭଳି ହୋଇଛୁ, ବାସ୍ ସାମ୍ନା କରଣ ଅର୍ଜୁନ ଦେଖେଇ କ୍ଷୀର ଖୁଆଇକି ବୋଲ। 2 ଦିନ ଆଗରୁ ଯୋଉଟା ୟୁଟ୍ୟୁବରେ ପୋଷ୍ଟ ହେଇଛି ମୋର ଫଟୋ ଆଉ ଭିଡିଓ, ସେ ଫଟୋ ବି ଏଡିଟ୍ ହେଇଛି, ସେ ରେକର୍ଡିଂ ବି ଏଡିଟ୍ ହେଇଛି। ସେ ଭାବୁଛନ୍ତି ଦୁନିଆରେ ସବୁ ଝିଅ ସେମିତି, ଯିଏ ବି ତାଙ୍କ ପ୍ରଡକ୍ସନରେ କାମ କରୁଛି ସେ ଗୁଲୁଆ ଭାଇଙ୍କ ସହିତ ସମ୍ପର୍କ ରଖୁଛି। କିଛି ଯଦି ସତ ଜାଣିନ ତ ଆମକୁ ମିଛରେ ଏମିତି ବ୍ଲେମ୍ କରନି ପ୍ଲିଜ। ଆମେ ବି ଝିଅ, ଆମର ବି ଇଜ୍ଜତ ସମାନ ଅଛି, ଆମର ଆଗକୁ କ୍ୟାରିୟର ଅଛି, ଆମେ ଆଗକୁ ଆମର ଘର ସଂସାର ବି କରିବାର ଅଛି, ଆମର ବହୁତ ଆଗକୁ ଯିବାର ଅଛି। ତ ତମେ ତମ ନିଜ ଇଜ୍ଜତ ପଦାରେ ପକଉଛ ବୋଲି କଣ ଆମ ଇଜ୍ଜତ ବି ପଦାରେ ପକେଇବ ମିଛରେ? ଆଉ ବର୍ଷା ମଲ୍ଲିକ, ତମେ ଯୋଉ ସମସ୍ତଙ୍କୁ ଧମକାଣି ଦଉଛ ସୋସିଆଲ ମିଡିଆରେ ମୁଁ ତମକୁ ଏମିତି କରିଦେବି ସେମିତି କରିଦେବି ବଦନାମ କରିଦେବି, ସୋସିଆଲ ମିଡିଆ କଣ ତମ ପୌତ୍ରିକ ସମ୍ପତ୍ତି? ତମେ ଯାହାକୁ ପାରିବ ତାହାକୁ ଆଣିକି ମିଛ ଆଲିଗେସନରେ ପୁରେଇ ଦବ? ହଁ, ଆଗରୁ ମୁଁ ଦେଖିଥିଲି ଗୁଲୁଆ ଭାଇ ସହିତ ଭିଡିଓ କରୁଥିଲେ ବୋଲି ଭଲ ଭ୍ୟୁଜ ଯାଉଥିଲା, ଆଉ ତ କାହିଁ ଏବେ ଯାଉନି। ତେଣୁ ଏମିତି କଣ୍ଟ୍ରୋଭର୍ସି କରି କରି ଜୀବନଟା ପାଳିବ ଆଉ ତ ତମର କିଛି କାମ ନାହିଁ। ଆଉ ରହିଲା ତମେ ମାନେ ଆମକୁ ଏମିତି କରିପାରୁଛ, ମାନେ ତମେ ତାଙ୍କୁ କେମିତି ଟର୍ଚର କରୁଥିବ ଲୋକ ଆପେ ଆପେ ଏବେ ଜାଣିପାରିବେ। ଆଜି ମୁଁ ମୁହଁ ଖୋଲି ନଥିଲି ନା, ଆଜି ପ୍ରୁଫ୍ ଦେଇକି ଦେଖେଇଲି ଯେ ମାନେ ଲୋକମାନଙ୍କର ଯୋଉ ବ୍ରେଭ୍ ଗର୍ଲ ଦିଦି ସେ କୋଉ ଟାଇପର ଝିଅ, ଆଉ ତାଙ୍କ ମେଣ୍ଟାଲିଟି ଆଉ ତାଙ୍କ ଥିଙ୍କିଂ କେମିତି ଲୋକ ଦେଖନ୍ତୁ, ତାପରେ ଜାଣିପାରିବେ ଯେ କୋଉ ଟାଇପର ଝିଅ। ଆଉ ଦେଖନ୍ତୁ ସେ ମତେ କୋଉ ଟାଇପର ମେସେଜ କରିଛନ୍ତି, ଏଥିରେ ମାନେ ମୋର ଏଥିରେ ଲେଖା ହେଇଛି, ଶଳା ଥରେ କାମ କରି ଲୁଟିବା ପାଇଁ ଉପରେ ପଡୁଛୁ, ସାଙ୍ଗ କହି ସୋସିଆଲ ମିଡିଆରେ କହି ବିଏଫ୍ କରୁଛୁ, ତତେ ଲାଜ ଲାଗୁନି? ମ୍ୟାରେଡ୍ ଲୋକ ସହିତ ବୁଲୁଛୁ, ହଁ ତତେ ଟଙ୍କା ବି ମିଳିବେନି, ତୁ ଯେମିତି ଦେଖାଯାଉଛୁ ଯେତିକି ବଡ ସେ ଫ୍ରଣ୍ଟ ଆଉ ହାତୀ ଭଳି ହୋଇଛୁ, ବାସ୍ ସାମ୍ନା କରଣ ଅର୍ଜୁନ ଦେଖେଇ କ୍ଷୀର ଖୁଆଇକି ବୋଲ। ମାନେ ପଢି ହବନି, ଆପଣ ମାନେ ନିଜେ ପଢି ଦିଅନ୍ତୁ, ମୁଁ ପଢି ପାରିବିନି। ତ ବର୍ଷା ମ୍ୟାଡାମ, ଆପଣ ସେ ଯୋଉ ରୁମ ରେ ଗ୍ରୀନ କଲର ବ୍ୟାକଗ୍ରାଉଣ୍ଡ କରିଦେଇକି ସାମনে ଗୋଟେ ଟେବୁଲ ପକେଇ ଦେଇକି ଯୋଉ ଭିଡିଓ କରୁଛନ୍ତି ସେଟା ନ କରିକି ଥାନାରେ ଆସିକି ଥାନା ଟେବୁଲ ପାଖରେ ବସନ୍ତୁ, ଫେସ ଟୁ ଫେସ କଥା ହବା। ଏ ସୋସିଆଲ ମିଡିଆରେ ଗେମ୍ ଖେଳନ୍ତୁନି ପ୍ରୁଫ୍ ର ସହ। ଆଉ ଯୋଉ କହୁନାହାନ୍ତି ଯେ ମୁଁ ଗୁଲୁଆକୁ ବାହା ନହେଲେ ମରିଯିବି, ମୁଁ ଗୁଲୁଆକୁ ବାହା ନହେଲେ ମରିଯିବି, ଆରେ ଭାଇ ଯଦି ମୁଁ ଏ କଥା କହିଛି ରେକର୍ଡିଂ ଦେଖ, ମୁଁ କହିଛି ଗୁଲୁଆକୁ ବାହା ନହେଲେ ମୁଁ ମରିଯିବି, କି ଗୋଟେ ସ୍କ୍ରିନଶଟ ଦିଅ ମେସେଜର ଯେ ମୁଁ ଗୁଲୁଆକୁ ବାହା ନହେଲେ ମରିଯିବି, ଯଦି ମୁଁ କହିଛି କେବେ ମିଛରୁ ମିଛ କଥା କାହିଁକି କହୁଛ? ମୋନାଲିସା, ଆଉ ମୁଁ ଏବେ ନୂଆ ନୂଆ ଅଭିନୟ କରିବା ଷ୍ଟାର୍ଟ କରିଛି। ଆଉ ଏଇ ରିସେଣ୍ଟଲି ମୁଁ ଗୋଟେ ଗୁଲୁଆ ଭାଇଙ୍କ ପ୍ରଡକ୍ସନରେ କାମ କରିଛି, ଯୋଉଟା ହଉଛି ବେଙ୍ଗଲୀ ମିସ୍ତ୍ରୀ 2। ଆଉ ମୁଁ ସୁଟିଂ କରିକି ଆସିଲା ପରେ ତାର ଗୋଟେ ଦିନ କି 2 ଦିନ ପରେ ମତେ ଦିନେ ସକାଳେ ଗୋଟେ ନମ୍ବରରୁ କଲ୍ ଆସିଲା। ମତେ କଲ୍ କରିଥିଲେ ବର୍ଷା। ଆଜ୍ଞା ବର୍ଷା କିଏ ମୁଁ ଜାଣିନଥିଲି, ମୁଁ ବୋଧେ ଏଇ 2 ମାସ ହେଲା ଜାଣିଲି ବର୍ଷା କିଏ, ଯୋଉ ତାଙ୍କର କଣ୍ଟ୍ରୋଭର୍ସି ପରେ ସେ ମତେ କଲ୍ କରିକି ଡାଇରେକ୍ଟ ସୋଦାସୋଦି କରିବା ଷ୍ଟାର୍ଟ କରିଦେଲେ। ଆଜ୍ଞା କୋଉ କଥା ବୋଲିକି ସୋଦାସୋଦି କରିବା ଷ୍ଟାର୍ଟ କଲେ, ମାନେ ଗୋଟେ ଛୋଟରୁ ତୁଚ୍ଛ କଥାବାର୍ତ୍ତା, ମାନେ ଯୋଉଟା ଗୋଟେ ଶାଢୀ ପ୍ରଡକ୍ସନ ଆଜିକୁ 2 ବର୍ଷ ହେଲାଣି ପଡିଛି, ଯୋଉଟା ସୁଟିଂ ରେ ୟୁଜ ହଉଛି, ମୁଁ ବାସ୍ ସେ ଶାଢୀ ୟୁଜ କରିଥିଲି, ମତେ ପ୍ରଡକ୍ସନରୁ ମିଳିଥିଲା, ମୁଁ ସୁଟିଂ ରେ ସେଟା ୟୁଜ କରିଥିଲି। ସେଇ ଶାଢୀ ପରା ତାଙ୍କର, ସେଟା ମୁଁ ବି ଜାଣିନଥିଲି। ଇଏ ମତେ ଫୋନ କରିକି ଡାଇରେକ୍ଟ କହୁଛନ୍ତି ଯେ ମୋ ଶାଢୀ ପିନ୍ଧିଲ କଣ ପାଇଁ, ମୋ ଶାଢୀ ଏଟା କାହିଁ କଲ, ସିଏ କଲ, ଦୁନିଆ କଥା। ଯଦି ଆଜ୍ଞା ଆପଣଙ୍କର କିଛି ପ୍ରୋବ୍ଲେମ ଅଛି ମୁଁ ଆପଣଙ୍କ ଶାଢୀ ପିନ୍ଧିଲାରୁ, ତ ଆପଣ ପ୍ରଡକ୍ସନ କୁ କହିବେ କି ଆପଣଙ୍କ ସ୍ୱାମୀଙ୍କୁ କହିବେ, ମତେ କହିପାରିବେନି ଡାଇରେକ୍ଟ କଲ୍ କରିକି ଭାଷା ଅଭାଷା କିଛି ବି। ଆଉ ମୋ ପାଖରେ ସେ ରେକର୍ଡିଂ ବି ଅଛି, ମୁଁ ଆପଣମାନଙ୍କୁ ଶୁଣେଇବାକୁ ଚାହୁଁଛି। ମୁଁ ବାସ୍ ମାନେ କଲରେ କହିଛି ଯେ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଆଉ ସେ ମତେ କୋଉ ପ୍ରକାର ଭାଷା କହିଛନ୍ତି ଆପଣମାନେ ନିଜେ ଶୁଣିପାରିବେ। ମୋନାଲିସା, ହଁ କିଏ କହୁଥିଲେ? ତମେ କାହାକୁ ପଚାରିକି ମୋ ଶାଢୀ ପିନ୍ଧିକି ତମେ ଭିଡିଓ କରିଛ? କଣ କହିଲେ? ତମେ ମୋ ଶାଢୀ ପିନ୍ଧିକି କଣ ପାଇଁ ଭିଡିଓ କରିଛ, ଫଟୋ ଉଠେଇଛ? କୋଉ ଶାଢୀ? ରେଡ୍ କଲର ଶାଢୀ। ଆକ୍ଚୁଆଲି ଆଜ୍ଞା ଶୁଣନ୍ତୁ 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 ଆପଣଙ୍କ କଥା ଆପଣଙ୍କ ପାଖରେ ଶୁଣନ୍ତୁ 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 ଆପଣଙ୍କ କଥା ଆପଣଙ୍କ ପାଖରେ ରଖନ୍ତୁ। ଆରେ ଭାଇ ଶୁଣନ୍ତୁ, ଆପଣ ଯଦି କଲ୍ କରୁଛନ୍ତି ଆମକୁ ଯଦି କିଛି ନ ଶୁଣିବା ପାଇଁ ଯଦି କହିବା ପାଇଁ ତାହେଲେ କଲ୍ କରନ୍ତୁନି, ବୁଝିପାରିଲେ? ଯଦି ନ ଶୁଣିବା ପାଇଁ କଲ୍ କରୁଛନ୍ତି ତାହେଲେ କଲ୍ କରନ୍ତୁନି, କଲ୍ କରନ୍ତୁନି, କଲ୍ କରନ୍ତୁନି, କଲ୍ କରନ୍ତୁନି, 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 ଭଲ ଭାଇ ମୋ ଏ ଭାଇ ତମ ସ୍ୱାମୀ କଣ ଆମକୁ ଟୋକା ଅଭାବ ପଡୁଛନ୍ତି? ଆମକୁ କଣ ଟୋକା ଅଭାବ ପଡୁଛନ୍ତି? ତମ ସ୍ୱାମୀ କଥା, ଆମେ କଣ କାମ କରିବାନି? ଆମର କଣ ଫ୍ୟୁଚର ନାହିଁ? ଆରେ ଭାଇ ଶୁଣେ,
ଶୁଣେ ଆରେ ଭାଇ ଶୁଣେ ତୁ ଶୁଣିବା ପାଇଁ ଫୋନ କରୁଛୁ ଭାଇ ତୁ ଶୁଣିବୁ ତୁ ଶୁଣିବୁ ମୋ ପାଖରୁ ତୁ ଚୁପ ରହ ମୋ କଥା ଶୁଣିବା ପାଇଁ ଫୋନ କରୁଛୁ ତୁ ମତେ କଲ୍ କରୁଛୁ ମୁଁ ତତେ କଲ୍ କରୁନି ଫାଷ୍ଟ କଥା ମନେ ରଖ ବୁଝିପାରିଲୁ ଆରେ ଭାଇ ତୋ ଶାଢୀ ମୋ ବାଳ ଶାଢୀ ମୁଁ ଜାଣିନି ଏଟା ତୋ ଶାଢୀ ବୋଲି ମତେ ଦେଲେ ଶୁଣ ମୁଁ ପ୍ରଡକ୍ସନ ପାଖରେ କାମ କରୁଛି ସେମାନେ ମତେ ଯୋଉ ଶାଢୀ ଦେବେ ମୁଁ ସେଇ ଶାଢୀ ପିନ୍ଧିଲି ମୁଁ ତୋ ଶାଢୀ ବୋଲି କଣ ଠେକା ନେଇକି ବସିଛି ନା ତୋ ସ୍ୱାମୀ ମୋର ତ ସ୍ୱାମୀ ସହ କିଛି ଇଣ୍ଟରେଷ୍ଟ ନାହିଁ ଏ ଯେ ଭଲ ସାଙ୍ଗ ମୋ ଦାସ ଏ ଶୁଣ ଭାଇ ତୁ ଫୋନ ମାରିଛୁ ମତେ ଫୋନ ମାରିଛୁ ମୁଁ ତତେ ଫୋନ ମାରିନି ଭାଇ ଶୁଣ ମୁଁ ବି ଗୋଟେ ଝିଅ ତୁ ବି ଗୋଟେ ଝିଅ ମୋର ତ ମଝିରେ ଆରେ ଭାଇ ମୋର ତ ଭାଇ ତୁ ଶୁଣ ଟିକେ ଶୁଣ ତୁ ବି ଗୋଟେ ଝିଅ ମୁଁ ବି ଗୋଟେ ଝିଅ ମୋର ତ ମ୍ୟାଟରରେ ଇଣ୍ଟରଫିୟର କରିବାର 1% ଇଣ୍ଟରେଷ୍ଟ ନାହିଁ ଭାଇ ମୋ ଲାଇଫରେ ବହୁତ ଜଞ୍ଜାଳ ଅଛି ମୁଁ ମୋ ଲାଇଫରେ ବହୁତ ଶୁଣ ମୁଁ ତତେ ଚିହ୍ନିବା ଦରକାର ନାହିଁ ତୁ ଚୁପ ରହ ଶୁଣ ଫୋନ ମାରୁଛୁ ମତେ ଫୋନ ମାରୁଛୁ ଦେଖ ଅଧିକା କଥା କହିବୁ ଫୋନ କାଟିଦେବି ଆଉ ଫୋନ ଉଠେଇବି ଯାହା କରୁଛୁ ଉଖାଡ଼ି ନେ ଚାଲ କଲ୍ ଆସିଥିଲା ସେଦିନ ବି ମୁଁ ଚୁପ୍ ଥିଲି ବାକି ତା ପରଦିନ ରାତିରେ ଦେଖିଲା ବେଳକୁ ସେ ଇନଷ୍ଟାଗ୍ରାମ ରେ ଗୋଟେ ମୋର ଫଟୋ ପକେଇକି ସେ ଶାଢୀ ସହ କିଛି ଖରାପ ଭାଷାରେ କିଛି ଲେଖିଥିଲେ ମତେ ସୋସିଆଲ ମିଡିଆରେ ଫଟୋଟା ହଉଛି ଏଇଟା ଏଥିରେ ଲେଖା ହେଇଛି ଅକାତଲେସ୍ ଝିଅଙ୍କ ନିଜର ଶାଢୀ ନାହିଁ ମୋ ଶାଢୀ ନେଇକି ପିନ୍ଧୁଛି ଭାବୁଛି ଶାଢୀ ପିନ୍ଧିଲେ ବର୍ଷା ହେଇଯିବ ମାନେ ଯୋଉ କଥାରେ କିଛି ଲଜିକ ହିଁ ନାହିଁ ସେଇ କଥାକୁ ୟୁଜ କରିକି ମତେ ସୋସିଆଲ ମିଡିଆରେ ବାସ୍ ବଦନାମ କରିବାର ଅଛି ୟାକୁ ହଁ ମତେ ସୋସିଆଲ ମିଡିଆରେ ସେ ସବୁ ମାନେ ବଦନାମ କରିବା ପରେ ମୁଁ ଏଇ 6 ଦିନ ଆଗରୁ 9 ତାରିଖ ଦିନ ଆସିକି ବଡଗଡ ଥାନାରେ ଗୋଟେ ଏଫଆଇଆର ଦେଇଥିଲି ତାଙ୍କ ନାଁରେ ଆଜିକୁ 6 ଦିନ ହେଲାଣି ତାଙ୍କ ପାଖକୁ କଲ୍ ଯାଉଛି ସେ ଆଜି ଯିବି କାଲି ଯିବି ଏମିତି କହି ଆଜିକୁ ଧରା ଦିଆଯାଉନି ଯଦି ତମେ ଠିକ ଅଛ ମୋ ବିରୁଦ୍ଧରେ ଯାଇକି ୟୁଟ୍ୟୁବ ସୋସିଆଲ ମିଡିଆ ଆମର ଇନଷ୍ଟାଗ୍ରାମ ଚାରିଆଡେ ଯାଇକି ପ୍ରଚାର କରିପାରୁଛ ତ ଆସିକି লিଗାଲି ଲଢ ନା ଥାନାରେ ଦେଖା ଦିଅ ଥାନାରେ ଆଜି 6 ଦିନ ହେଲାଣି ଦେଖା ନାହିଁ ଫୋନ ଯାଉଛି ମୁଁ ଜାଣିନି ରାଗ କଣ ତାଙ୍କର ଇନସିକ୍ୟୁରିଟି କି ସେ କେବଳ ସୋସିଆଲ ମିଡିଆରେ ସିମ୍ପାଥି କାର୍ଡ ଖେଳିବାକୁ ଚାହୁଁଛନ୍ତି ମାନେ ପିମ୍ପୁଡି କାମୁଡି ଦେଲେ ସୋସିଆଲ ମିଡିଆ ଜନ୍ଦା କାମୁଡି ଦେଲେ ସୋସିଆଲ ମିଡିଆ ମାନେ ସୋସିଆଲ ମିଡିଆ କଣ ତମ ଘର ଯଦି ତମ ପାଇଁ ୟୁଜ କର ଆମକୁ ବଦନାମ କରିକି ତମେ ତମର ଭ୍ୟୁଜ ଉଠାଅନି ତମ ୟୁଟ୍ୟୁବ ମନିଟାଇଜ କରନି ବିକଜ କଣ୍ଟେଣ୍ଟ ପକେଇକି ତ ଭ୍ୟୁଜ ଯାଉନି ନା ତ ଆମକୁ ବଦନାମ କରିକି ନଉଛ ଭ୍ୟୁଜ ଟା ଆଉ 2 ଦିନ ଆଗରୁ ଯୋଉଟା ୟୁଟ୍ୟୁବ ରେ ପୋଷ୍ଟ ହେଇଛି ମୋର ଫଟୋ ଆଉ ଭିଡିଓ ସେ ଫଟୋ ବି ଏଡିଟ ହେଇଛି ସେ ରେକର୍ଡିଂ ବି ଏଡିଟ ହେଇଛି ଫଟୋରେ କେବଳ ଆମେ 2 ଜଣ ନାହୁଁ ସେ ଫଟୋକୁ କଟ୍ କରିକି ପକାଇଛି ସେଥିରେ ଆମେ 3 ଜଣ ଅଛୁ ପୁଣି ସେଟା ଫଟୋଟା ରାସ୍ତାରେ ଉଠା ହେଇଛି ଆପଣ ମାନଙ୍କୁ ଦେଖୁଛି ସେ ଫଟୋଟାର ଅରିଜିନାଲିଟିଟା ଯୋଉଟାକୁ କଟ୍ କରିକି ପକା ଯାଇଛି ଫଟୋରେ ଆମେ 3 ଜଣ ଅଛୁ ରାସ୍ତା ଉପରେ ଛିଡା ହେଇଛୁ ଗୋଟେ ସୁଟିଂ ବିଷୟରେ କଥା ହଉଥିଲୁ ସେ ବି ପୁଣି ମୋ ଗଳି ସାମ୍ନାରେ ହିଁ ସେଠି ସେଟାକୁ ଏଡିଟ କରିକି କଟ୍ କରିକି ପକା ହଁ ଅଛନ୍ତି ସିଏ ବି ଆସିଥିଲେ ସେ ଆଉ ଜଣେ ଭାଇ ଆସିଥିଲେ ମୁଁ ଥିଲି ତ ତାକୁ କାଟିକି ପକେଇବାର ସମ୍ପର୍କ ମୁଁ ତାଙ୍କୁ ଗୋଟେ ବଡ ଭାଇ ହିସାବରେ ବଡ ଭାଇ ନଜରରେ ଦେଖେ ମୁଁ ତାଙ୍କ ପ୍ରଡକ୍ସନରେ ଥରେ କାମ କରିଛି ରିସେଣ୍ଟଲି ଯାଇକି କରିଥିଲି ତାଙ୍କ ପ୍ରଡକ୍ସନରେ ସମସ୍ତେ ଭଲ ସବୁ ଷ୍ଟାଫ ବି ଭଲ ସିଏ ବି ମତେ ରେସ୍ପେକ୍ଟ ଦିଅନ୍ତି ମୁଁ ବି ତାଙ୍କୁ ରେସ୍ପେକ୍ଟ କରେ ଆଉ ମୁଁ ଆଜି ମାନେ ମିଡିଆ ସାମ୍ନାକୁ ଆସିବାକୁ ଚାହୁଁନଥିଲି ଏତେ ପର୍ଯ୍ୟନ୍ତ କିନ୍ତୁ କାଲି ମୁଁ ତାଙ୍କୁ କଲ୍ କରିକି ଭାବିଥିଲି ସବୁ କିଛି ସର୍ଟ ଆଉଟ୍ କରିଦେବି କିନ୍ତୁ ସେଥିରେ ଅରାଜି ସିଏ ତ ମୁଁ ଆଜି ବାଧ୍ୟ ହେଲି ମିଡିଆକୁ ଆସିକି ମୋ ଉପରେ ଯାହା ବି ଏଲିଗେସନ ଲଗା ହେଇଛି ମୁଁ ତାକୁ କ୍ଲିୟର କରିବି ବର୍ଷା ମଲ୍ଲିକ ଯିଏ ମୋ ଉପରେ ଏଲିଗେସନ ଲଗେଇଛନ୍ତି 2 ଦିନ ଆଗରୁ ଯାଇକି ତାଙ୍କ ୟୁଟ୍ୟୁବରେ ଗୋଟେ ପକେଇଛନ୍ତି ମୋ ବିରୁଦ୍ଧରେ ଆଉ ସେ ରେକର୍ଡିଂ ବି ମୁଁ ଶୁଣିବି ଯୋଉଟାକୁ ସେ କଟ୍ କରିକି ପକେଇଛନ୍ତି ତାର ଅରିଜିନାଲ ରେକର୍ଡିଂ ମୋ ପାଖରେ ଅଛି ଯୋଉଟା ସେ ମତେ 6ଟା ରେକର୍ଡିଂ ପଠେଇଥିଲେ ଯୋଉ ଦିନ ମତେ କଲ୍ କରିଥିଲେ କଲ୍ କାଟିବା ପରେ ସେ ମତେ 6ଟା ରେକର୍ଡିଂ ପଠେଇଛନ୍ତି ଯୋଉଥିରେ ଆପଣ ଜାଣିପାରିବେ ସେ ଗୋଟେ କୋଉ ଟାଇପ ର ଝିଅ ଆପଣ ଯାହାକୁ ବ୍ରେଭ ଗର୍ଲ ଦିଦି ଆମେ ତମକୁ ସପୋର୍ଟ କରୁଛୁ ଆପଣ ଯାହାକୁ ସପୋର୍ଟ କରୁଛନ୍ତି ସେ କୋଉ ଟାଇପ ର ଆଉ ଗୋଟେ ନାରୀ ହେଇକି ଗୋଟେ ନାରୀକୁ କେତେ କେତେ ଖରାପ କହିପାରନ୍ତି ଆପଣ ମାନେ ନିଜେ ଶୁଣନ୍ତୁ ମୁଁ ଜାଣିନି ତାଙ୍କର ଇଣ୍ଟେନସନ କଣ ସିଏ କେବଳ ସୋସିଆଲ ମିଡିଆରେ ସିମ୍ପାଥି କାର୍ଡ ଖେଳିବାକୁ ଚାହୁଁଛନ୍ତି କି କଣ ସେ ଭାବୁଛନ୍ତି ଦୁନିଆରେ ସବୁ ଝିଅ ସେମିତି ଯିଏ ବି ତାଙ୍କ ପ୍ରଡକ୍ସନରେ କାମ କରୁଛି ସିଏ ଗୁଲୁଆ ଭାଇଙ୍କ ସହିତ ସମ୍ପର୍କ ରଖୁଛି ଆଉ ଯଦି ମୁଁ କିଛି ସମ୍ପର୍କ ରଖିଛି ତ ପ୍ରୁଫ ଦିଅ ନା ପ୍ରୁଫ ର ସହ ଆସ କଟ୍ କରିକି ପକାଉନି ସୋସିଆଲ ମିଡିଆରେ ଯଦି ମଦ ପିଇଛି ଫଟୋ ଦିଅ ସିସିଟିଭି ରେ କିଛି ଫୁଟେଜ ଅଛି ଦେଖାଅ ଓୟୋ ଯାଇଛି ଦେଖାଅ କିଛି ତ ପ୍ରୁଫ ନାହିଁ ତମ ପାଖରେ ଖାଲି ଗୋଟେ ଏଡିଟ କରିକି 30 ସେକେଣ୍ଡର ମୋ ରେକର୍ଡିଂ ଟା ପକେଇ ଦଉଛ ଫଟୋକୁ ବି କାଟି କଟାକି ପକେଇ ଦଉଛ ଆଜ୍ଞା ମୁଁ ବି ଗୋଟେ ଝିଅ ମୋର ବି ଇଜ୍ଜତ ଅଛି ମୋର ବି ଆତ୍ମସମ୍ମାନ ଅଛି ଯଦି ତା ଉପରକୁ ଆଞ୍ଚ ଆସିବ ତାହେଲେ ମୁଁ କହିବି
कौन रिएक्शन देछन आपन विषय में? नहीं घर लोक मो फैमिली रे आज्ञा बहुत किसी डिस्टर्बेंस चलछि मो फैमिली रे मुझे सब किसी कहବାକୁ चाहूनी मो फैमिली विषय रे बस मोर एतिकी कथा जे सिए कोन पाई मते मो इज्जत ऊपर को आंच आणुचंती मो ऊपर मिछ एलिगेशन लगाउचंती जो हां तो कौन जण पर जण झियंग नारे से जो अभियोग आणछे कौन समस्त नारे मिछ कोछन बुझियो आपन जे कौन संपर्क अछि जे बात से भाବୁचंती तांकर मोर एक्स्ट्रा मैरिटल अफेयर चलछि कि मु तांका पाखर पैसा लुटुची गुल्लू भाई को पाखर पैसा लुटुची मद पियाउची तांको नेकी ए सब पूरा मिछ जहाँ भी से कहि एक्चुअली आपन को बदनाम करा होछि ना गुल्ला को बदनाम करा होछि एटा मे बी मते बदनाम करा जाउची गुल्लू भाई को भी तो आज नुह बहुत दिन आगर बदनाम कर चलले मते एबे बदनाम करा चलछि आपन बदनाम करले तांकर कुछ फायदा अछि से बस कमेंट कार्ड खेलुचंती औ सोशल मीडिया रे आज्ञा माने एसबु हैला परे मु बहुत मेंटली डिप्रेशन को पड़ेलेनी कारण एसबु मो लाइफ रे फर्स्ट टाइम हेची मैं सब जहाँ भी फेस करूचे बे आ वर्षा मल्लिक तो गोटे झील कि गोटे झील को एमती मिछड़ार बदनाम कर ठीक नुह सब झील सेम नुहति समस्त निज निज आत्मसम्मान अच्छी से ऊपर को आँच आमको भी कष्ट हम मिछड़ार जी प्रूव हो तो देखा ना बिना प्रूफ रे कहीं तू जो कहू तो स्वामी हूँ माने आज ये झील सह अच्छी काली ये झील सह तो माने तो स्वामी क्या सह अच्छी मत गोटे कथा कहलु तो स्वामी क्या सह अच्छी आ मु तो एबे आसिली मासे ହେଲା 1.5 मास ହେଲା तमर तो माने डाइवोर्स हेलानी माने तमर अलग हेलानी तमे आज को 2 वर्ष हेलानी तो मु कोन माने एबे आसी घर भांगी देली जे कहूछु किछि भाबी चिंती कि कहा कहा ऊपर को स्ट्रेस पड़िबो कि को सिचुएशन को पळेइबो समस्त सेम मेंटालिटी रो नुहंती ना मु भी गोटे झियो तमे गोटे झियो कि केमिति गोटे झियो केमिति कहि पारुछ नै घरे आज्ञा एबे माने मते घरे बहुत सपोर्ट करंती मो माँ एक्चुअली मोर बाबा नाहंती माँ अछंती माँ मते बहुत सपोर्ट करंती कारण माँ जानि छि जे तांको झियो ठीक अछि तो ता झियो जहा भी करबो से ठीक ही करबो अनुरोध करिवे एमती वीडियो कुछ न करिया मु अनुरोध करबिनी बस एतिकी कहबी जे किछि जदि सत्य जानि न तो हमको मिछरे एमिति ब्लेम करनी प्लीज आमे भी झियो हमर भी इज्जत सम्मान अछि हमर आगु को कैरियर अछि हमें आगु को हमर घर संसार भी करियर अछि हमर बहुत आगु को जिबार अछि तो तमरो तमे तम निज इज्जत पदारे पकुछ बोली कोन हम इज्जत भी पदारे पकेबो मिछरे हम कोन काम करिबुनी ऑब्वियसली प्रेशर पड़िबो ना मो इज्जत ऊपर को आँच आउची मते लोक अलग अलग नजर देखुचंदी मते अलग अलग वे रे कथावार्ता करूचंदी सेई पे तो मु आज आस्तिली आज काहे आसी नथिली आज जे चुप थिली मु जानिनी को झियो चुप रहिला को झियो डरिक रहिला बट मु ठीक अछि माने मु सही भी नाही प्रशासन को किसी कहबे आपन जो एफआईआर देथिले हाँ मु एफआईआर देइथिली मु चाहूची जदि लड़ीबार अछि सामना सामनी आसिकी थाना रे लड़ थाना रे सामना सामनी हो मु एफआईआर देछि प्रूफ नहीं देला आज्ञा मो मो विरुद्ध तांका पाखरे प्रूफ कुआडू आसबा आ जदि प्रूफ थांता वर्षा एभलिया झियो वर्षा मल्लिक से तरको सब किछि लीक करि सारंतनी से केवल गोटे एडिट करके फोटो गोटे एडिट करके रेकॉर्डिंग पकै नथांता 30 सेकंड रे से केवल सिंपैथी कार्ड खेलिया चाहूची ओमेन कार्ड खेलिया चाहूची आउ ता वीडियो माने तारो यूट्यूब मोनेटाइज करिया चाहूची तारो एमितिर कंटेंट रे व्यूज जाउनी ना तो ता पाखरा कोन अछि सेही कंट्रोवर्सी करिकि ही तारो जीवन जीवो